ଦଳଟା କେମିତି ସୁଦୃଢ ହବ ଏଠି କରିବା କିଛି ଆବଶ୍ୟକତା ନାହିଁ। ପ୍ରତ୍ୟେକ ଇସ୍ୟୁରେ କେମିତି ସ୍ୱର ଉଠେଇ ପାରିବୁ କିନ୍ତୁ କରୁନି। ପ୍ରତ୍ୟେକ ଲୋକ କରୁଛନ୍ତି, ଶାସକ ଦଳ ଠିକ ଭାବରେ ଶାସନ କରିପାରୁଛନ୍ତି। ଏଇ ସମୟଟାର ସୁଯୋଗ ନେବାର ଆବଶ୍ୟକ ଅଛି। ନିଜର ମୁଦ୍ଦା ଗୁଡାକ ଉଠଉନାହାନ୍ତି, ଉଠେଇକି ଲୋକଙ୍କ ସାଙ୍ଗରେ ରହୁନାହାନ୍ତି। ଯୋଉଟା କନସିଡେନ୍ସି ଭିତରେ ସବୁ ଜିନିଷର ବିକ୍ଷୋଭ ଚାଲିଛି, ସବୁ ଜିନିଷର କାର୍ଯ୍ୟକ୍ରମ ମଧ୍ୟ ଚାଲିଛି। ଲୋକଙ୍କ ପାଖରେ କଣ ସବୁ କାମ ଠିକ ଭାବରେ ଠିକ ଢଙ୍ଗରେ ପୁରା ଚାଲିଛି। ଯୋଉ ଇସ୍ୟୁ ଆସୁଛି ଇସ୍ୟୁରେ ସ୍ୱର ମଧ୍ୟ ରହୁଛୁ ଆମେ। ଯେହେତୁ ସସ୍ପେଣ୍ଡେଡ ଅଛୁ କିନ୍ତୁ ଦଳରେ ଏବେ ମଧ୍ୟ ଅଛି, ମୋର ବି ଅଧିକାର ଅଛି ଦଳଟା କେମିତି ସୁଦୃଢ ହବ ତା ପାଇଁ ଯଦି ମୋର କିଛି ବ୍ୟକ୍ତିଗତ କମେଣ୍ଟ ରହୁଛି, କିଛି ମତେ ଦେଖାଯାଉଛି ତାକୁ ମୁଁ ନିଶ୍ଚିତ କରି ସାମ୍ନା କରିବି। ଆପଣଙ୍କୁ ଡାକୁନାହାନ୍ତି ଚିଠିରେ କାହିଁକି ଆପଣଙ୍କୁ ଡାକୁଛନ୍ତି? କିଛି ଲେଖିବା ଦରକାର ନାହିଁ, ଆବଶ୍ୟକତା ନାହିଁ, ଚିଠି କରି କିଛି ଆବଶ୍ୟକତା ନାହିଁ। ସେମାନେ ଡାଇରେକ୍ଟ କାମ କରିବା ଦରକାର କି ଆଗାମୀ ଇଲେକ୍ସନ ପାଇଁ କିନ୍ତୁ ଦଳ କେମିତି ସୁଦୃଢ ହବ, ପ୍ରତ୍ୟେକ ଇସ୍ୟୁରେ କେମିତି ସ୍ୱର ଉଠେଇ ପାରିବୁ, କେମିତି ଲୋକଙ୍କର ସମସ୍ୟା ଆଗକୁ। ସେ କହୁଛନ୍ତି ଭକ୍ତଙ୍କୁ ଆପଣ ପ୍ରଶ୍ନ କରୁଛନ୍ତି, ମୁଁ କରୁନି, ପ୍ରତ୍ୟେକ ଲୋକ କରୁଛନ୍ତି, ଆପଣ ଦେଖୁଛନ୍ତି। କେବଳ ମୁଁ ନୁହେଁ, ବହୁତ ସିନିୟର ଲିଡର୍ସ ମାନେ ମଧ୍ୟ ସମାଲୋଚନା କରୁଛନ୍ତି। ତାଙ୍କ ସମସ୍ତଙ୍କର ମନରେ ଅଛି କି ଏଇ ଯୋଉ ସୁଯୋଗଟା ମିଳିଛି, ଏଇ ସୁଯୋଗ ଯୋଉ ସମୟରେ ନା ଶାସକ ଦଳ ଠିକ ଭାବରେ ଶାସନ କରିପାରୁଛନ୍ତି, ନା ବିଜେଡି ଯୋଉ ଯାହାର ମେଜରିଟି ସଂଖ୍ୟା ଅଛି ସେ ବି ମଧ୍ୟ ଦୁର୍ବଳ ହେଇଯାଇଛି। ଏଇ ସମୟଟାର ସୁଯୋଗ ନେବାର ଆବଶ୍ୟକ ଅଛି କଂଗ୍ରେସ ଦଳକୁ ଆଗକୁ ବଢିବାର ଆବଶ୍ୟକ। କିନ୍ତୁ ଯୋଉଭଳି ସଭାପତି ପରିଚାଳନା କରୁଛନ୍ତି ତାକୁ କେହି ଭଲ ପାଉନାହାନ୍ତି, କି ଗ୍ରହଣ କରିପାରୁନାହାନ୍ତି, ନିଜର ମୁଦ୍ଦା ଗୁଡାକ ଉଠଉନାହାନ୍ତି। ଯୋଉ ଲୋକଙ୍କର ସମସ୍ୟା ଠିକ ସମୟରେ ଉଠେଇକି ଲୋକଙ୍କ ସାଙ୍ଗରେ ରହୁନାହାନ୍ତି, ଯୋଉଟା କି ଆଲୋଚନା ସମସ୍ତେ କରୁଛନ୍ତି ଆଉ ସମସ୍ତେ ଚାହୁଁଛନ୍ତି ମଧ୍ୟ ଦଳ କେମିତି ଷ୍ଟ୍ରଙ୍ଗ